ଜୟ ଜଗନ୍ନାଥ ଭାଇ ଓ ଭଉଣୀମାନେ, ଉତ୍କଳ ଗୌରବ ପାଠଶାଳା ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ କରୁଛି। ଆମର ଯୋଉ ପରସେଣ୍ଟେଜର ସିରିଜ ଚାଲିଥିଲା, ଆଜି ଆମର 7 ନମ୍ବର କ୍ଲାସ। ପୂର୍ବ କ୍ଲାସ ଗୁଡ଼ିକରେ ଆପଣମାନେ ଦେଖିଲେ କ'ଣ ନା ପରସେଣ୍ଟେଜର ବେସିକ୍ ଏବଂ ପରସେଣ୍ଟେଜର କିଛି କ୍ୱେଶ୍ଚନ୍ ଯୋଉଗୁଡ଼ା କି ଆମେ ଟାଇପ୍ ୱାଇଜ୍ ପ୍ରୋଭାଇଡ୍ କରିଥିଲେ। ତେଣୁ ଆସନ୍ତୁ ଦେଖିବା, ପୁଣି ଆଜି ମଧ୍ୟ ସେ ଟାଇପ୍ ୱାଇଜ୍ ରହିବ। ଆଜି ଆଉ ଗୋଟେ ଟାଇପ୍ ନେଇକି ଆସିଛୁ ଆମେ, ତେଣୁ ଆରମ୍ଭ କରିବା। Question number 1. If the population of a town is 64,000 and its annual increase is 10%, then its population at the end of 3 years will be what? ତାମାନେ ସେ କହିଛି, ଯଦି ଗୋଟେ ସହରର ଜନସଂଖ୍ୟା 64,000 ଏବଂ ବାର୍ଷିକ ବୃଦ୍ଧି ହୁଏ କେତେ 10%, ତାହେଲେ 3 ବର୍ଷ ପରେ ସହରର ଜନସଂଖ୍ୟା କେତେ? ଆସନ୍ତୁ ଦେଖିବା। ସେ କହିଛି କ'ଣ? 10% ବୃଦ୍ଧି ହୁଏ। 10% ବା 10% ର ଫ୍ରାକ୍ସନ ଭ୍ୟାଲୁ କ'ଣ? 1/10। କହିଥିଲି ପିଲାମାନେ, ଯୋଉ ପରସେଣ୍ଟେଜ ର ବେସିକ୍ କ୍ଲାସ୍ ଥିଲା, ସେଥିରେ ମୁଁ କହିଥିଲି ପ୍ରତ୍ୟେକ ପରସେଣ୍ଟେଜ ର ଫ୍ରାକ୍ସନ ଭ୍ୟାଲୁ ଏବଂ ପ୍ରତ୍ୟେକ ଫ୍ରାକ୍ସନ ଭ୍ୟାଲୁ ର ପରସେଣ୍ଟେଜ ଭ୍ୟାଲୁ, ଏଇ ଜିନିଷ ଗୁଡ଼ା କେବଳ ଟିକେ ମନେ ରଖିବେ, କାହିଁକି ନା ଏଗୁଡ଼ାକ ମନେ ରହିଲେ ଆମର କ୍ୱେଶ୍ଚନ୍ ସଲ୍ଭ କରିବା ପାଇଁ ସହଜ ହବ। ଫାଷ୍ଟଲି ଆମେ ସଲ୍ଭ କରିପାରିବା ବହୁତ ଶୀଘ୍ର। ତେଣୁ ଆସନ୍ତୁ, କ'ଣ କହିଛି? 3 ବର୍ଷ। ପ୍ରଥମ ବର୍ଷ କ'ଣ? ଯଦି 10 ହୁଏ ଜନସଂଖ୍ୟା, କେତେ ପରସେଣ୍ଟ ବୃଦ୍ଧି ହେଲା? 10%। ତାହେଲେ ଏ 10 ର 10% ମାନେ କ'ଣ? 1 ବୃଦ୍ଧି ହେଲା, ତାହେଲେ କେତେ ହେଲା? 11। ପୁଣି ଦ୍ୱିତୀୟ ବର୍ଷ ସଂଖ୍ୟା 10 ରୁ ପୁଣି 1 ବୃଦ୍ଧି ହେଲା, 11 ହେଲା। ଦ୍ୱିତୀୟ ବର୍ଷ ମଧ୍ୟ 10 ରୁ ବୃଦ୍ଧି ହେଲା, ଏ ମଧ୍ୟ 11 ହେଲା। ତାହେଲେ 3 ବର୍ଷ ପରେ କେତେ ହେଲା? 10 ଗୁଣ 10 ଗୁଣ 10 1000। କେତେ ହେଲା? ସରି, ଏଠି 10 ରୁ 11 ହେଇଛି ନା, ତାହେଲେ 11 1 3 3 ହେଲା। ତାହେଲେ ମୁଁ କ'ଣ କହିଛି? 3 ବର୍ଷ ପୂର୍ବର ଭ୍ୟାଲୁ ଦେଇଛି 64,000। ତାହେଲେ 1,000 ର ଭ୍ୟାଲୁ କେତେ ଦେଇଛି? 64,000। ତାହେଲେ ଏଇ ଯୋଉ 64,000 ଟା 1000 ର କେତେ ଗୁଣା? 64 ଗୁଣା, ହଁ କି ନାଇଁ? ତାହେଲେ ଆମର ଯଦି 3 ବର୍ଷ ପୂର୍ବର ଭ୍ୟାଲୁ ଏତିକି ପାଇଲେ, ତାର ରେସିଓ କେତେ? 1,000। 3 ବର୍ଷ ପରର ରେସିଓ କେତେ? 1331। ତାହେଲେ 1331 ରେ ମଧ୍ୟ 34 ଯଦି ଆମେ ଗୁଣନ କରିବା, ତାହେଲେ କେତେ ପାଇବା? 3 ବର୍ଷ ପରର ଜନସଂଖ୍ୟା। ତାହେଲେ ଏଥିରେ ଗୁଣ କରିବା କେତେ? ଦେଖନ୍ତୁ, 4 1 4। ପ୍ରଥମେ ତ ୟୁନିଟ୍ ଡିଜିଟ୍ 4। ତାହେଲେ ଯଦି ଯେକୌଣସି ଅପସନରେ ୟୁନିଟ୍ ଡିଜିଟ୍ 4 ଦେଇଥିବ, ସେଇଟା ହିଁ ଉତ୍ତର। ମାନେ ଅପସନ ନମ୍ବର B ହେଉଛି ଆନ୍ସର। କେମିତି? ଆମେ ୟୁନିଟ୍ ଡିଜିଟ୍ ସାହାଯ୍ୟରେ ଏଇଟା ମାନେ ବାଛି ନେଲେ। କହିଥିଲି ପିଲାମାନେ, ୟୁନିଟ୍ ଡିଜିଟ୍ ର ବି କ୍ଲାସ୍ ମୁଁ ଦେଇଛି। ତ ପିଲାମାନେ ୟୁନିଟ୍ ଡିଜିଟ୍ କ'ଣ ଜାଣିନାହାନ୍ତି, ସେମାନେ ନିଶ୍ଚିତ ଭାବରେ ୟୁନିଟ୍ ଡିଜିଟ୍ ଭିଡ଼ିଓ ଯାଇକି ଦେଖିପାରିବେ ଓ ବୁଝିପାରିବେ। ମାନେ ୟୁନିଟ୍ ଡିଜିଟ୍ ର ବ୍ୟବହାର ଏଥିପାଇଁ କରାହେଲା, କାହିଁକି ନା ପୁରାଟାକୁ ଆମେ କାଲକୁଲେସନ କରିବାନି ଆଉ ଗୁଣନ କରିବାନି। ଦେଖ, ଗୁଣ ନ କରିକି କେବଳ ଗୋଟିଏ ଏଠି ଦେଖିକି ଆମେ
ସାଙ୍ଗେ ସାଙ୍ଗେ ଉତ୍ତର ଆମେ ବାଛି ପାରିବା। ସେଥିପାଇଁ ୟୁନିଟ୍ ଡିଜିଟ୍ ର ୟୁଜ୍ ହୁଏ। ବୁଝିପାରିଲେ? ମାନେ ଗୁଣନ କରିଦେବେ। ତାହେଲେ କେତେ? 85184। ବୁଝିପାରିଲେ? ତାହେଲେ ଆସନ୍ତୁ ଦେଖିବା ନେକ୍ସଟ କ୍वेଶ୍ଚन। ନମ୍ବର 2। क्वेश्चन नंबर 2 कौन कहला? The population of a town 2 years ago was 62,500. Due to migration to big cities, it increased every year at the rate of 4%. The present population of the town is 1. 2 वर्ष पूर्व सहर जनसंख्या थे 62,500। सहर को विस्थापन कारण हेतु वर्ष जनसंख्यार 4% हार ह्रास हुए। वर्तमान जनसंख्या केते? सहर में 62,500 लोक थे 2 वर्ष पूर्व। बिफोर 2 years जनसंख्या 62,500। से पचारि आफ्टर 2 years जनसंख्या केते? तार वार्षिक वृद्धि हार केते ना ह्रास हार? 4%। 4%। ताले पिला माने 4% रो फ्रैक्शन वैल्यू कोन हबो? 4% रो फ्रैक्शन वैल्यू ला 1/25। ताले जति माने 2 वर्ष पूर्वरु 25 जनसंख्या हुए ताले ह्रास हैना केते 1। ताले केते हबो? 2 वर्ष होई जे वर्ष गला ताले 24 हला। आउ नेक्स्ट वर्ष 25 रु 1 गला 24 हला। 2 वर्ष पर देखिबा ये हला 625 आउ ये हला 24 रो वर्ग केते? 416 2 गुणे 4 4 दुणे 8 दुणे 16। ताले 6 7 5 5 7 6 5 7 6 ये हला 2 वर्ष परर रेशियो। एगुडा कोन पाइले? एगुडा हमर ए जो जनसंख्यार रेशियो। ये हला 2 वर्ष पूर्वर रेशियो। ये हला 2 वर्ष पर रेशियो। ताले से जनसंख्या केते था 2 वर्ष पूर्वे? 6 2 5 0 0। ठीक तो 6 2 5 0 0। ताले देखो तो 6 2 5 रो केते गुणा 6 2 5 0 0। ताले मु कहबी 100 गुणा हो कि नहीं? 625 रे हम 100 गुणन कर केते पाइबा? एतिकी पाइबा। ताले हमर ए 5 7 6 रे यदि 100 गुणन करबा ताले केते पाइबा? 5 7 6 0 0। ये कौन पाइले ताले? एटा पाइले 2 वर्ष परर जनसंख्या। बुझि पारले? ताले एटा ही पचारिछि। ताले ऑप्शन नंबर ए होछि करेक्ट आंसर। बुझियला? लास्ट तो देखिबा क्वेश्चन नंबर 3। The population of a city at present in 64,000. If population growth rate is 2.5% per annum, find the population after 3 years. से कहिछि वर्तमान सहरर जनसंख्या यदि केते 64,000 यदि वार्षिक वृद्धि हार 2.5% हुए तो 3 वर्ष परे तार जनसंख्या केते? से कहिछि वर्तमान केते 64,000। तो हार केते देछि वृद्धि हार
2.5% increase তাহলে সে পচারিছি after 3 year জনসংখ্যা কেতে তাহলে এটা দেখুন তো 2.5 ର fraction value କଣ 2.5 ର fraction value କଣ 1 ବିଭକ୍ତ 40 1 ବିଭକ୍ତ 40 କିପରି ହେଲା ନା 25 ର ଆମର fraction କେତେ 1 ବିଭକ୍ତ 4 25 ର ଗୋଟେ ସଂଖ୍ୟା ପରେ ଦଶମିକ ଯଦି ବସେଇଦବା ଗୋଟେ ସଂଖ୍ୟା ପରେ ଦଶମିକ ମାନେ 5 ପୂର୍ବରୁ ଦଶମିକ ପଡିଲା ତାହେଲେ ଏଠି ତଳେ ଗୋଟେ ଶୂନ ହେଇଯିବ ବୁଝିପାରିଲେ ତାହେଲେ ଆମେ ପାଇଲେ କେତେ ସରି ପିଲାମାନେ ଆମର ଯଦି ବର୍ଷକୁ ବୃଦ୍ଧି ହାର କେତେ 1 ବିଭକ୍ତ 40 ତାହେଲେ 40 ରୁ ବୃଦ୍ଧି ହଉଛି 1 ତାହେଲେ 41 ପ୍ରଥମ ବର୍ଷ ବୃଦ୍ଧି ହେଲା ଏତିକି ସେକେଣ୍ଡ ବର୍ଷ ପୁଣି 40 ରୁ ବୃଦ୍ଧି ହେଲା 1 ଇଏ ବି 41 ତୃତୀୟ ବର୍ଷ ବି ସେଇ 2.5% ମାନେ ଏଇଟା 40 ର 2.5% କେତେ 1 40 ର 2.5% 1 ସେଇଭଳିଆ ବୃଦ୍ଧି ଚାଲିଛି 3 ବର୍ଷ ବୃଦ୍ଧି ହେଲା ବୃଦ୍ଧି ହେବା ଫଳରେ କଣ ପାଇଲେ 41 ଟି ତାହେଲେ ଇଏ ପାଇଲେ 4 16 64 ଇଏ 64,000 ଆଉ ଇଏ କେତେ ପାଇଲେ 41 ର କ୍ୟୁ 41 ର ବର୍ଗ ଆगे ବାହାର କरो 41 ର ବର୍ଗ କେତେ 41 ର ବର୍ଗ କେତେ 1 1 1 4 16 4 ଦୁଣା 8 0 8 1 8 6 1 ପୁଣି 41 ଗୁଣ 1 8 6 1 ପୁଣି 4 के 4 32 ରୁ 2 3 4 के 4 3 7 ତାହେଲେ ଏ ପାଇଲେ 1 8 4 12 2 1 2 8 के 9 8 के 8 8 9 2 1 8 9 2 1 6 24 4 32 ରୁ 2 3 4 6 24 25 27 7 2 4 के 4 2 6 ହେଲା 6 6 8 9 2 1 ଅପସନ ନମ୍ବର B ବୁଝିପାରିଲେ ତାହେଲେ ଆସନ୍ତୁ ଦେଖିବା ନେକ୍ସଟ Question number 4 a village population last year 16.2% increase second year 37.1% increase third year 57.1% increase year the 3 year population in dollars and the population for 3 years କଣ କରିଛି ଗ୍ରାମର ଲୋକ ସଂଖ୍ୟା ପ୍ରଥମ ବର୍ଷ 16.2% ବୃଦ୍ଧି ହୁଏ ଦ୍ୱିତୀୟ ବର୍ଷ 37.1% ବୃଦ୍ଧି और ତୃତୀୟ ବର୍ଷ 57.1% ହ୍ରାସ ହୋଇ ବର୍ଷ ପରେ ଜନସଂଖ୍ୟା 24,000 ହୁଏ 3 ବର୍ଷ ପୂର୍ବେ ଜନସଂଖ୍ୟା ଥିଲେ କଣ କହିଲା for year 3 ବର୍ଷ ପୂର୍ବେ କେତେ ଥିଲେ ପଚାରିଛି ସେ ଯେତେ ବି ଥିଲେ ପ୍ରଥମ ବର୍ଷ
16 ପୂର୍ଣ୍ଣ 2 ବିଭକ୍ତ 3 ଶତକଡ଼ା ବୃଦ୍ଧି ହେଲା ଫାର୍ଷ୍ଟ। ତାପରେ ସେକେଣ୍ଡରେ 35 ପୂର୍ଣ୍ଣ 1 ବିଭକ୍ତ ଶତକଡ଼ା ବୃଦ୍ଧି ହୁଏ। ତ ଥାର୍ଡ ଇୟର କଣ ହୁଏ? 57 ପୂର୍ଣ୍ଣ 1 ବିଭକ୍ତ 7 ହ୍ରାସ ହୁଏ। ଖାଲି 3 ବର୍ଷ ପରେ ହୁଏ ଭଲ ସଂଖ୍ୟା କେତେ ହେଇଯାଏ? 30,000 ହେଇଯାଏ। 3 ବର୍ଷ ପରେ ସଂଖ୍ୟା କେତେ? ତ ମୁଁ କହିବି ଏହାର ଫ୍ରାକ୍ସନ ଭ୍ୟାଲୁ କଣ? ମୂଳପୂର୍ଣ୍ଣ 2 ବିଭକ୍ତ 3 ର ଫ୍ରାକ୍ସନ ଭ୍ୟାଲୁ କଣ? 1/6। ମୁଁ କହିଛି ପିଲାମାନେ ଏଗୁଡା ମନେ ରଖିବେ, ବହୁତ କାମରେ ଲାଗିବ। ବୁଝିପାରିଲେ? ଆପଣଙ୍କୁ ସହଜ ହବ ଏଇ କ୍ୱେଶ୍ଚନ ସବୁ କରିବା ପାଇଁ, ନିଶ୍ଚିତ ଭାବରେ ମନେ ରଖିବେ। ତାପରେ 37 ପୂର୍ଣ୍ଣ 1 ବିଭକ୍ତ 2, 35 ପୂର୍ଣ୍ଣ 1 ବିଭକ୍ତ 2 କଣ କରିବା? 25 ଶତକଡ଼ା ପ୍ଲସ୍ 12 ହାଫ୍ କରିପାରିବା। 25 ର ଭ୍ୟାଲୁ କେତେ? 1/4। 12 ର ଭ୍ୟାଲୁ 1/8। ତାର ଫ୍ରାକ୍ସନ ଭ୍ୟାଲୁ କେତେ? 12.5% ର 1/8। ତାହେଲେ ଏଟା କେତେ ପାଇଲେ? ଆମର LCM ହବ 8, 4 2 8, ତେଣୁ ଉପରେ 2 ଯୋଗ ହବ 2 + 1 3/8। ପୁଣି କଣ ଦେଇଛି? 57 ପୂର୍ଣ୍ଣ 1/7। ଏଇଟା କଣ? ଶତକଡ଼ା ପ୍ଲସ୍ ରେ ମୁଁ ଲେଖିପାରିବି ନା 7 ପୂର୍ଣ୍ଣ 1/7 ଶତକଡ଼ା। ତାର ଭ୍ୟାଲୁ କଣ? 2 ପ୍ଲସ୍ ରେ 7 ପୂର୍ଣ୍ଣ 1/7 ର ଫ୍ରାକ୍ସନ ଭ୍ୟାଲୁ 14। ଏହାର ଭ୍ୟାଲୁ କେତେ ପାଇଲେ? ସେ ହବ 14 ହେଲା 214, ତେଣୁ 7 + 1 ହେଲା 8, 14 8 14 4 ଫ୍ରାକ୍ସନ ଭ୍ୟାଲୁ ସବୁ ପାଇଗଲେ ଆମେ ଆରମ୍ଭ କରିବା। ଫର୍ମୁଲା ଆମେ ଜାଣିଛେ, ପ୍ରୋସେସ କଣ? ପ୍ରଥମ ଯଦି 6 ହୁଏ, ପ୍ରଥମ ବର୍ଷ କଣ ହେଲା? 16 ପୂର୍ଣ୍ଣ 2 ବିଭକ୍ତ 3 ଶତକଡ଼ା ବୃଦ୍ଧି ହେଇଛି। ତାହେଲେ ତାର ଫ୍ରାକ୍ସନ ଭ୍ୟାଲୁ 1/6। ତାହେଲେ 6 ର ବୃଦ୍ଧି ହେଲା 1 ହେଲେ 7 ବର୍ଷ 37 ପୂର୍ଣ୍ଣ 1/2 ବୃଦ୍ଧି। ତାର ଫ୍ରାକ୍ସନ ଭ୍ୟାଲୁ କେତେ? 3/8। ତାହେଲେ 8 ରୁ ବୃଦ୍ଧି ହେଲା ଆମର 3, କେତେ ହେଲା? 11। ତୃତୀୟ ବର୍ଷ କିନ୍ତୁ କଣ ହେଲା? 7 ରୁ 4 ହ୍ରାସ ହେଲା, ହେଲେ ତାର ଭ୍ୟାଲୁ 3। ଏଇଟା 3 ପାଇଲେ ତାର ସିଏ କମ୍ପେୟାର କରିବା। ଏ 7 କୁ 7 କଟିଲା, 3 ଦୁଣେ 6, ମାନେ ଏଠି କେତେ ପାଇଲେ? 8 ଦୁଣେ 16 ଆଉ ଏପଟେ ପାଇଲେ 11। କଣ କହିଛି? ପୁଣି 3 ବର୍ଷ ପରେ ତାର ଭ୍ୟାଲୁ ଦେଇଛି, ତାମାନେ ଏହାର ଭ୍ୟାଲୁ ଦେଇଛି 44,000। ବୁଝିପାରିଲେ? ଏ 44,000 ଟା 44,000 11 ରେ ଗୁଣ ନେଇକି 3 ଯେତିକି ହଉଛି, ଆମର 16 ରେ ମଧ୍ୟ ଗୁଣ କରିଦେବା। ବର୍ଷର ପୂର୍ବର ଏଇଟା କଣ ହଉଛି? 3 ବର୍ଷ ପରର ଜନସଂଖ୍ୟା। ତାପରେ ଆମର 3 ବର୍ଷ ପୂର୍ବର ଜନସଂଖ୍ୟାର ରେସିଓ କେତେ? ଏତିକି। ତାହେଲେ ଏତିକିରେ କେତେ ଗୁଣ କରିବା? 4,000। ତାହେଲେ କେତେ ହବ?
64,000। ବୁଝିପାରିଲେ? ତାହେଲେ ଅପସନ ନମ୍ବର ସି ହଉଛି କରେକ୍ଟ ଆନ୍ସର। ବୁଝିପାରିଲେ? ତାହେଲେ ଆସନ୍ତୁ ଦେଖିବା କ୍ୱେଶ୍ଚନ ନମ୍ବର 5। क्वेश्चन नंबर 5 कौन कही? In a town, the population was 8,000. In a town, the population was 8,000. In 1 year, male population increased by 10%, and the female population increased 8%. But the total population increased by 9%. The number of males in the town was. ତାହେଲେ ସହର ଜନସଂଖ୍ୟା 8,000 ଥିଲେ। ଗୋଟିଏ ବର୍ଷରେ ଉଭୟ ପୁରୁଷ ଓ ମହିଳା କ୍ରମାନ୍ୱୟରେ 10% ଏବଂ 8% ହାରରେ ବୃଦ୍ଧି ହୁଅନ୍ତି। ସମସ୍ତ ଜନସଂଖ୍ୟାର 9% ବୃଦ୍ଧି ହେଲେ ସହରର ପୁରୁଷ ସଂଖ୍ୟା କେତେ? ତାହେଲେ କେତେ ଶତକଡ଼ା? ଏଟା ଆମର ଆପଣମାନେ ନିଶ୍ଚୟ ଜାଣିତ ଥିବେ, ମିକ୍ସଚର ଏଲିଗେସନ। এই ଟପିକ ର ପ୍ରୋସେସ ଲାଗିବ ଏଠି। ଏଠି ଦେଖନ୍ତୁ ତାର ପ୍ରୋସେସ କଣ ମିକ୍ସଚର ଏଲିଗେସନ ର? ଏଠି ଗୋଟେ ଭ୍ୟାଲୁ ରହିବ, ଏଠି ଗୋଟେ ଭ୍ୟାଲୁ, ଆଉ ଗୋଟେ ଭ୍ୟାଲୁ ତଳେ କ୍ରସ ରେ ଡିଫରେନ୍ସ କାଢାଯିବ। ତାହେଲେ ଏଠି ରହିବ ମେଲ ର ଭ୍ୟାଲୁ, ମେଲ କେତେ 10%, ଫିମେଲ କେତେ 8%, ଏବଂ जनसंख्यार पूरा पूरा जनसंख्यार हाराहारी एटा 9%। पूरा जनसंख्यार केते परसेंट वृद्धि होइछि? ताले पुरुष वृद्धि होइछि 10%, महिला वृद्धि होइछि 8%, टोटाल रे वृद्धि होइछि 9%। ताले 9% टाको एठी रखिया। मानकर डिफरेंस देखिबा एबे 10 एवं 9 ର डिफरेंस 1, 8 ଏବଂ 9 ର डिफरेंस को एपट रखिबा 1। ता माने ए जो मेल रो होछि वैल्यू एटा, फीमेल रो वैल्यू होछि एटा। एटा को वैल्यू पाइले एटा को रेशियो, एटा रेशियो, एटा प्रेजेंट रेशियो, एटा होछि प्रेजेंट रेशियो वैल्यू। ता माने वर्तमान रो रेशियो पुरुष एवं महिला मानकर समान। ता माने मेल अनुपात फीमेल 1:1 रे अछंती। बोले ताले से कहिछि सर जनसंख्या 8,000 थिले। ताले 8,000 थिले, ताले हमें कहि परिबा 1 + 1, 1 रेशियो प्लस 1 रेशियो मान 8,000। ताले 2 रेशियो समान 8,000, ताले 1 रेशियो बराबर केते हो 8,000 विभक्त 2, ता माने 4,000। ताले से माने पुरुष केते 4,000, महिला ମଧ୍ୟ 4,000। बुझिपाले? ताले ऑप्शन नंबर ए होछि करेक्ट आंसर। आसंतो देखिबा नेक्स्ट क्वेश्चन, क्वेश्चन नंबर 6 कोन कहिछि द प्रेजेंट पॉपुलेशन द सिटी इज 3,50,000। माने वर्तमान पॉपुलेशन केते अछंती सर 3,50,000। The number of males increase at the rate of 7%, and the number of females increase at the rate of 21% per year. After 3 years, the population becomes 4,55,000. What was the number of men? एमने से कहिछि वर्तमान शहर जनसंख्या 3,50,000, पुरुषों वार्षिक वृद्धि हार 7%,
ଓ ମହିଳାଙ୍କ ବୃଦ୍ଧିର ହାର 21%। ତାହେଲେ 3 ବର୍ଷ ପରେ ଜନସଂଖ୍ୟା 4,55,000 ହୁଏ, ତେବେ ପୁରୁଷ ସଂଖ୍ୟା କେତେ? ଏଇଠି ଗୋଟେ ଜିନିଷ ଦେଖନ୍ତୁ, ଇଏ ବି ସେଇ ଟାଇପ ମିକ୍ସଚର ଏଲିଗେସନ ର ଫର୍ମୁଲା ଲାଗିବ। ହେଲା ମେଲ, ମେଲ ହେଲା 7% ଆଉ ଫିମେଲ ହେଲା 21%। ତାହେଲେ ସେମାନଙ୍କର ଯୋଉ ହାରାହାରି ମାନେ ସମସ୍ତ ମାନେ ଉଭୟ ପୁରୁଷ ମହିଳାର ଗୋଟେ ହାରାହାରି ଭ୍ୟାଲୁ ହବା। ପୂର୍ବ କ୍ୱେଶ୍ଚନ ରେ ହାରାହାରି ଭ୍ୟାଲୁ ଦେଇଥିଲା, ତ ଏଠି ଦେଇନି। କଣ କରିବା, ଆମର ଆଉ ଗୋଟେ ଜିନିଷ ଦେଇଦେଇଛି ଯେ ଆମର ସ୍ଥିର ହାରଟା ବର୍ତ୍ତମାନ ଥିଲା ଧର 3,50,000 ଆଜ୍ଞା, 3 ବର୍ଷ ପରେ କେତେ ହେଇଛି 4,55,000। 3 ବର୍ଷରେ ଏତେ ଶତକଡ଼ା ବୃଦ୍ଧି ହେଇଛି, ତାକୁ ବାହାର କରିଦେଲେ ଆମେ ବର୍ଷକର ପାଇପାରିବା କେତେ ଶତକଡ଼ା ଏଠି ବସେଇବା ବର୍ଷକରଟା, ବୁଝିପାରିଲେ? ତାହେଲେ 4,55,000 ରୁ କେତେର ବୃଦ୍ଧି ହେଇଥିଲା ନା 3,50,000 ଥିଲା 3 ବର୍ଷ ପୂର୍ବେ। ତାହେଲେ ମାଇନସ ହେଲେ 0,0,0 ଏ ହେଲା 5, ଏ ହେଲା 0, ହେଲା 1। ତାହେଲେ 1,10,000 1,05,000 ତାହେଲେ ପାଇଲେ ଏତିକି ବଢିଛି, ଜନସଂଖ୍ୟା ଏତିକି ବଢିଛି। ତାହେଲେ ଏତିକି ଯଦି ବଢିଲା, ଏଟା କେତେ ପରସେଣ୍ଟ? 1,05,000 ବିଭକ୍ତରେ 3,50,000 ଇଣ୍ଟୁ 100। ଦୁଇଟା ଶୂନକୁ ଗୋଟେ ଶୂନ କାଟିଦେଲେ, ଏଠି ଗୋଟେ ଶୂନ, ଏଠି ଦୁଇଟା ଶୂନ, ଏଠି ଦୁଇଟା ଶୂନ, ଆଉ ବାକି ରହିଲା କେତେ 35,150। କାଟିଦେବା 5 35, 5 ଦୁଗୁଣେ 10, 5 ଚକେ 5, 0, ପୁଣି ଇଏ କଟିଯିବ 7 21, 0, ତାହେଲେ 30। ତାହେଲେ 30 ଶତକଡ଼ା କଣ ପାଇଲେ? ଏଟା ହଉଛି 3 ବର୍ଷ ବଢିଥିବା ଯୋଉ ହାର, ଟୋଟାଲଟା ହଉଛି 3 ବର୍ଷର 30% ସେ ବଢିଛି। ତାମାନେ ଏଇ 3,50,000 ରେ 30% ବଢିକି 4,55,000 ହେଇଛି। ତାହେଲେ ବର୍ଷକୁ ଆମେ କେତେ 10,000 ଏଭରେଜ ନେଇପାରିବା। ଏଇ 10,000 ଟା, ଏଇଠି 10% ଟା, ବର୍ଷକୁ 10,000 କହୁଛି, 10% ନେଇପାରିବା। ତାହେଲେ ଏବେ କଣ ହବ, ଏହାର ଡିଫରେନ୍ସ ଦେଖିବା। ଏବେ 7 ଆଉ 10 ର ଡିଫରେନ୍ସ 3, 21 ଏବଂ 10 ର ଡିଫରେନ୍ସ କେତେ 11। ତାହେଲେ ଏଇଟା କଣ ପାଇଲେ, ଏଇଟା ଟୋଟାଲଟା। ତାହେଲେ ମେଲ ହେଲେ ରେସିଓ, ଫିମେଲ 3 ରେସିଓ। ଟୋଟାଲ ତାହେଲେ କେତେ ରେସିଓ ପିଲା ଥିଲେ, ମାନେ ଜନସଂଖ୍ୟା ଥିଲେ 14 ରେସିଓ। 11 ପ୍ଲସ 3 ଟୋଟାଲ ତାହେଲେ ଜନସଂଖ୍ୟା 14 ରେସିଓ। ତାହେଲେ ରେସିଓ ହବ ଆମର 3,50,000। 14 ରେସିଓ ବରାବର ଟୋଟାଲ ଜନସଂଖ୍ୟାଟା ନା, 14 ରେସିଓ ବରାବର 3,50,000। ତାହେଲେ 1 ରେସିଓ ବରାବର 0,0,0 ବିଭକ୍ତରେ 14। ପଚାରିଛି କଣ ପୁରୁଷ ନା ମହିଳା? ଯଦି ପୁରୁଷ ପଚାରିଥିବ ତାହେଲେ 11 ଗୁଣ ହବ, ଓ ମହିଳା ଯଦି ପଚାରିଥିବ 3 ଗୁଣ ହବ। ତାହେଲେ ପୁରୁଷଙ୍କ ସଂଖ୍ୟା ପଚାରିଛି, ଏଠି ଇଣ୍ଟୁରେ 11, ତାହେଲେ 14, 7 ଦୁଗୁଣେ 14, 7 ପଞ୍ଚା 35, ତାପରେ 0,0,0 କେତେ 3 4ଟା ଶୂନ ରହିଲା, ତାପରେ 2 ରେ କାଟିବେ 25, 25 3ଟା ଶୂନ, ତାହେଲେ 25 3ଟା ଶୂନ
रे 11 बुझले 0 0 0 11 पंचा 55 5 रखिनेला 5 11 दूना 22 5 27 ତାହେଲେ 27 5000 ଏତିକି ଥିଲେ ପୁରୁଷ 27 5000 ସରି ପିଲାମାନେ ଏଠି ମିଷ୍ଟେକ୍ ହେଇଛି ଶୂନ ମିଷ୍ଟେକ୍ ହେଇଛି ତାହେଲେ ଏଇଟା ହବ आंसर ତାହେଲେ ଆସନ୍ତୁ ଦେଖିବା क्वेश्चन नंबर 7 The population of a village was 9800 in a year with the increase people of male by 8% and that of female by 5%. The population of the village become 10,458 but with the number of male in the village people increase. ସେ କଣ କହିଛି ଗ୍ରାମର ଜନସଂଖ୍ୟା ଥିଲେ 9800 ଗୋଟିଏ ବର୍ଷ ମଧ୍ୟରେ ପୁରୁଷ ବୃଦ୍ଧିର ହାର 8% ଏବଂ ମହିଳା ବୃଦ୍ଧିର ହାର ମୋଟ ଜନସଂଖ୍ୟାର ହ୍ୟାଲୋ ତାହା କଣ କହିଛି ଗ୍ରାମର ଜନସଂଖ୍ୟା ଥିଲେ 9800 ଗୋଟିଏ ବର୍ଷ ମଧ୍ୟରେ ପୁରୁଷ ବୃଦ୍ଧିର ହାର କେତେ 8% ଏବଂ ମହିଳା ବୃଦ୍ଧିର ହାର 5%। ତେବେ ମୋଟ ଜନସଂଖ୍ୟା 10,458 କୁ ପରିବର୍ତ୍ତିତ ହୁଏ। ତେବେ ବୃଦ୍ଧି ପୂର୍ବରୁ ପୁରୁଷ ସଂଖ୍ୟା କେତେ? ये भी से मिक्सचर एलिगेशन ଲାଗିବ मेल ଅଛି 8% ଫିମେଲ 5% କିନ୍ତୁ ତାର ହାରାହାରି ନାହିଁ ତାକୁ ବାହାର କରିବା ପାଇଁ ପଡିବ ଏଇ ଯେଉଁ ବୃଦ୍ଧିର ହାର ଗୋଟିଏ ବର୍ଷ ଦେଇଛି ଏଇ ଗୋଟିଏ ବର୍ଷରେ 9,800 ଥିଲା ବଢିଛି କେତେ 10,458% ବଢିଛି ବାହାର କରିବା ଏଠି 10,458 9,800 ବଢିଛି ମାନେ ଏଇଠୁ ଏତିକି ବଢିଛି ତାର ଏଇଠୁ ମାଇନସ କରିବା 8 5 14 8 6 14 658 ତାହେଲେ ଏଇ ଯୋଉ 658 ଟା କାହା ଇଏରୁ ବଢିଛି 9,800 ରୁ ବଢିଛି ତାହେଲେ ତାର ଶତକଡା କେତେ ଶତକଡା ବଢିଛି ଦେଖିଦବା ଦୁଇଟା ଶୂନ କାଟିଦବା 14 7 98 କରିଦବା 14 56 କରିବା 9 8 14 7 98 ତାହେଲେ 47 ବିଭକ୍ତ 7 ଏଇ ଯୋଉ 47 ବିଭକ୍ତ 7 ପାଇଲେ କୁ ଆପଣ ମାନେ କାଟାକାଟି କରିକି ଦଶମିକ ମସିମିକ କରିବେ ନାହିଁ କାହିଁକି ନା ୟାକୁ ଏଠି ନେଲେ ସହଜ ହବ ତେଣୁ ଆସନ୍ତୁ ଦେଖିବା କିପରି ସହଜ ହବ ଏଠି ରଖିଦବା 47 ବିଭକ୍ତ 7 ଆଗରୁ 3 ବର୍ଷ ଦେଇଥିଲା ଏଟା ଗୋଟେ ବର୍ଷ ହିଁ ଦେଇଛି ତେଣୁ ଡାଇରେକ୍ଟ ଏଇଟାକୁ ୟାର ପକେଇଦବା ତାହେଲେ ଏଇଟାକୁ ଫ୍ରାକ୍ସନ କେମିତି ହଟେଇବାର ବ୍ୟବସ୍ଥା କରିବା ମାନେ କେମିତି କରିବା ଫଳଟା ହଟେଇବାର ଅଛି ତାହେଲେ ଗୁଣନରେ 7 କରିବା ଠିକ ଗୁଣନ 7 କଲେ ଏଠି 5 ରେ ମଧ୍ୟ 7 ଗୁଣ ହବ 8 ରେ ମଧ୍ୟ 7 ଗୁଣ ହବ 7 ଏଠି ଗୁଣ ହେଲା ସବୁରେ ଗୁଣ ହବ କଲେ ତାହେଲେ ଏଲ କେତେ ପାଇବା ତାହେଲେ 7 56 ପାଇଲେ ଫିମେଲ କେତେ ପାଇଲେ 5 7 35 ପାଇଲେ अब এটা କେତେ ପାଇଲେ 7 7 କଟିଗଲା ଗୁଣ କଲେ 37 ତାହେଲେ ଏବେ ଡିଫରେନ୍ସ କାଟିଦବା 47 50 56 ତାହେଲେ ଇଏ ହେଲା 35
45 40 48 12 এটা ଯେଉଁ ପାଇଲେ ଏମାନଙ୍କର ରେସିଓ ପୁରୁଷ ମେଲ୍ ଏବଂ ରେସିଓ ସେଟା କେତେ ଦେଇଛି ପ୍ରଥମର ହଉଛି 800 21 ରେସିଓ ବରାବର କେତେ 9700 एक ରେସିଓ ବରାବର 9800 ବିଭକ୍ତରେ 21 7 ରେ କାଟିବା 7 ରେ 21 7 ରେ काटिया 7 के 7 28 200 3 ପଚାରିଛି ତେବେ ପୂର୍ବରୁ ପୁରୁଷ ସଂଖ୍ୟା ବୃଦ୍ଧି ପୂର୍ବରୁ ପୁରୁଷ ସଂଖ୍ୟା ତାହେଲେ 12 ତାହେଲେ 1400 ବିଭକ୍ତ କଲେ 3 गुणन 1200 सॉरी 12 3 काटिदेवा 4 1456 तार पुरुष केते पाइले 5600 ताले आसंतु देखिबा क्वेश्चन नंबर 8 of the adult population Nagpur 45% of men and 55% of women are married. What percentage of total population adults is married? ताले एरिया गोटे जिनस मिस्टेक ହେଇଛି କହିଛି कोन ए एडे ओडियाटा पढिबा नागपुर प्राप्तवयस्क मानक जनसंख्यार 45% पुरुष और 25% महिला विवाहित समस्त जनसंख्यार प्रतिशत प्राप्तवयस्क विवाहित अटंती ताले केते प्रतिशत टोटल पुरुष महिला विवाहित ये क्वेश्चन टा टिके टाइपिंग मिस्टेक ହେଇଛି पुणी रही से आ किछि ऑप्शन हमरे देथला ब्रैकेट रे जणे पुरुष केवल जणे स्त्री बा जणे महिला को करि परिबे एभली जणे महिला केवल जणे पुरुष को विवाह करि परिबे ହେଲା ए तो सम करबा 45% पुरुष से कहिछि मेल केते 45% और फीमेल केते 25% मो इक्वल काहे कि देली अरे जति पुरुष विवाहित महिला मध्य सेतिकी विवाहित ना ये जो 25% देछि ये टोटल ताखर जति नागपुर रे महिला थिले 100% ये मध्य रे एटा 25% महिला और टोटल नागपुर रे जते पुरुष थिले सेति मध्य रो ये 45% विवाहित ताले जति पुरुष सेति विवाहित हेबे महिला विवाहित हेबे तो कंफर्म बुझ पाले एटा ही क्वेश्चन रो आंसर एटी सॉल्व हे ताले ए परसेंटेज को परसेंटेज कटि जीवो तारे ये हला 9 5 9 45 5 5 25 ताले
m into 9 पाइले female into 5 पाइले ମାନଙ୍କର ରେସିଓ କେତେ ହବ m ଟା ରହିବ f ଟା ଯଦି ଏଠି ପଳେଇ ଆସେ female ଟା ତାହେଲେ 5 ବିଭକ୍ତରେ 9 ହେଇଯିବ ତାହେଲେ male ଅନୁପାତ female ପାଇଲେ male 5 female 9 ତାହେଲେ ମନେ କରାଯାଉ ୟା ଗୁଡା ଏଜ୍ୟୁମ କରିବା ମାନେ ଆମେ ଏଇଟା କାଲକୁଲେସନ କରିବା ପାଇଁ ଗୋଟେ ହବ 0 0 100 ଗୁଣନ କରିଦବା ୟାକୁ 100 ଗୁଣନ କରିଦବା ୟାକୁ 100 ଗୁଣନ କରିଦବା ଆମର ପରସେଣ୍ଟେଜରେ ପଚାରିଛି ନା ରେସିଓ ଅଛି ଆମେ ଯେତେ କମ କଲେ କି ବଢେଇଲେ କିଛି ଫରକ ପଡେନି ହେଲୋ ୟାକୁ 500 କରିଦେଲେ ୟାକୁ 900 କରିଦେଲେ ହେଲା ଆମେ यार 45% बाहर करियो ताले 500 45% एतिकरे 45% ही देछि ना ताले 50 विभक्त 100 परसेंटेज बाहर करियो दुटा कटि गला 25 रो 5 2 5 कोड़े दी 22 ताले 225 ताले मेल केते पाइले 225 फीमेल फीमेल केते 25% ताले 900 रो 25% बाहर करियो 25 विभक्त रे 100 ताले दुटा कटि गला 25 नुआ ये भी 225 ताले जतिकी पुरुष सेतिकी महिला ही हेबे ना ताले हमरा टोटल पुरुष और महिला केते पाइले 225 प्लस 225 ताले 450 ये जो 450 टा केते परसेंट 450 परसेंट पचारिछि ताले हां जनसंख्या केते प्रतिशत प्राप्त वयस्क विवाहित हमरा उभय पुरुष और महिला विवाहित तेणु प्रतिशत एटा पचारिछि कहा ऊपर बारिबो टोटल ऊपर सेମାନଙ୍କ टोटल केते ताले हम यदि टोटल 500 एज्यूम कर जे कि 900 ତାହେଲେ 9 5 1400 टोटल ତାହେଲେ ଏଇଟା ହବ ଟୋଟାଲ ତାହେଲେ 1400 ରୁ परसेंटेज ଟା ବାହାର କରିବ 1400 450 ରୁ କଟିଗଲା 450 ତାହେଲେ କଣ କରିବ ले 14 14 30 42 3 शून्य 14 दुणे 28 2 दशमिक बढ़ला शून्य 14 के 14 6 शून्य 14 56 ଆଉ ଦଶମିକ ପରେ ଦୁଇଟା ସଂଖ୍ୟା ସେତିକି ଦଶମିକ 1 4 କେତେ ଅଛି ନମ୍ବର ବି ତାହେଲେ ନମ୍ବର ହେଲା आंसर शब्द देखिबा नंबर 9 कौन कहछि 10% of Brazil's population migrated to South Africa ताले ब्राजिल जते जनसंख्या 10% केते केडी गले ना साउथ अफ्रीका माइग्रेशन हो गले स्थापना 10% migrated to America and 10% of rest migrated to Australia
ଆଉ ବିସ୍ଥାପନ ହେଇଗଲେ ଅଷ୍ଟ୍ରେଲିଆ 10%। population which was left the Brazil remain any 3,64,500. Find the population of Brazil city. Before the migration, the female population was half the male population, and the ratio did not change after the marriage. ସେ କଣ କହିଛି ବ୍ରାଜିଲର 10% ଜନସଂଖ୍ୟା ସାଉଥ ଆଫ୍ରିକାକୁ, 10% ଆମେରିକାକୁ, ପୁଣି ଅବଶିଷ୍ଟ 10% ଅଷ୍ଟ୍ରେଲିଆକୁ ସ୍ଥାନାନ୍ତରଣ ହେଲେ। ବିସ୍ଥାପନ ପୂର୍ବରୁ ମହିଳା ଜନସଂଖ୍ୟା ଥିଲା 3,64,500। ତେବେ ବ୍ରାଜିଲର ଜନସଂଖ୍ୟା କେତେ? ବିସ୍ଥାପିତ ପୂର୍ବରୁ ପୁରୁଷ ସଂଖ୍ୟା ମହିଳା ସଂଖ୍ୟାଠାରୁ 2 ଗୁଣ ଥିଲା। ଏହି ଅନୁପାତ ବିସ୍ଥାପିତ ପରେ ମଧ୍ୟ ଅପରିବର୍ତ୍ତିତ ରହିଛି। ତାହେଲେ ସେ କଣ କହିଲା, ପ୍ରଥମ ଧର 100% ଥିଲେ, এই 100% ରୁ ପ୍ରଥମ କଟିଗଲେ ସାଉଥ ଆଫ୍ରିକା 10%। ତାହେଲେ 100 ର 10% କେତେ? 100 ର 10% 10 ଜଣ ଗଲେ, ତାର କେତେ ହେଲେ 90। 90 ରୁ ଆମେରିକା ଚାଲିଗଲେ ପୁଣି 10%। 90 ର 10% କେତେ? 9। ତାହେଲେ ତା ବାକି ରହିଲା କେତେ? 81। 81 ରୁ ପୁଣି କୋଉଠି ଗଲେ ଅଷ୍ଟ୍ରେଲିଆ, ଏ ପୁଣି 10%। यार 10% ମାନେ କେତେ? 1.1। ବାକି ରହିଲା କେତେ? 72.9। ତାହେଲେ ଏଇଟା ବିସ୍ଥାପିତ ପରେ ଏତିକି ଶତକଡ଼ା ଜନସଂଖ୍ୟା ତାହେଲେ ବ୍ରାଜିଲରେ ବଳକା ରହିଲେ। ବୁଝିଗଲା? ତାହେଲେ ଏଠି ଆମେ କାଲକୁଲେସନ କରିବା। ସେ କହିଛି କଣ, ମେଲ ଏବଂ ଫିମେଲ ଅନୁପାତ 1 ହବ ଯଦି ଫିମେଲ, ମେଲ ହବ 2। ତାହେଲେ ଏଇ ଫିମେଲ ମାନଙ୍କର ସଂଖ୍ୟାଟା କେତେ ଦେଇଛି? 3, 6, 4, 5, 0, 0। ତାମାନେ ଏଇଟା ଅପରିବର୍ତ୍ତିତ ଅଛି ବୋଲି କହିଛି ଇନଡାଇରେକ୍ଟଲି ଭାବରେ। ରେସିଓ ଅପରିବର୍ତ୍ତିତ ଅଛି। ବିସ୍ଥାପିତ ପୂର୍ବରୁ ଏ ରେସିଓ ଥିଲା, ବିସ୍ଥାପିତ ପରେ ମଧ୍ୟ ଏ ରେସିଓ। ବୁଝିଲା? ତାହେଲେ 1 ବରାବର ଏତିକି ପାଇଲେ। ତାହେଲେ 2 ବରାବର କେତେ? ଏହାର ଡବଲ। ଆମକୁ 2 ଦରକାର ନାହିଁ, ତାହେଲେ ଟୋଟାଲ 3 ଦରକାର, 2 ବି ଦରକାର। ତାହେଲେ 2 କେତେ ହବ? 2 ରେସିଓ ବରାବର 2 0 0 2 0 0 2 5 10 0 ରଖିବା 1 2 4 8 9 212 ରୁ 2 ରଖିବା 1 2 3 6 1 7 7 2 9 0 0 0। ये पहला 2 रेशियो। टोटल तारा 2 प्लस 1 3 रेशियो। ତାହେଲେ 3 ରେସିଓ କେତେ ପାଇବା? ଟୋଟାଲ ପୁରୁଷ ଆଉ ମହିଳା ସଂଖ୍ୟା କେତେ? ଇଏ ହେଲା ପୁରୁଷ ସଂଖ୍ୟା ପାଇଗଲେ, ଇଏ ମହିଳା ସଂଖ୍ୟା ପାଇଗଲେ। ତାହେଲେ ଟୋଟାଲ କେତେ? ଏଇଟା ଏଇଟା ମିଶିଗଲେ ବାହାରିଯିବ। ତାହେଲେ 3 ରେସିଓ ଏଇଟା ଗୁଣନ କରିଦେବା। ମିଶେଇବା କାହିଁ ଗୁଣନ କରିଦେବା। 3 0 0 3 0 0 5 15 5 1 3 12 1 13 3 1 74 8 1 19 9 1 3 1 10। ଟୋଟାଲ ପାଇଲେ ଏତିକି। ତାହେଲେ ମୁଁ କହିପାରିବି ନା, ଏ ଯୋଉ ଟୋଟାଲ ଜନସଂଖ୍ୟା ବିସ୍ଥାପିତ ପରେ କେତେ ପାଇଥିଲେ ପରସେଣ୍ଟେଜରେ? 72.9। ତାହେଲେ ଏଇ ଯୋଉ 72.9 ଇକ୍ୱାଲ ଟୁ କହିପାରିବି ନା ଏଇଟା? ହଁ କି ନାହିଁ?
ତାହେଲେ 72 ଶତକଡ଼ା ହେଲା ଜନସଂଖ୍ୟା ଏତିକି। ତାର 100% ବାହାର କରିବା। ତାହେଲେ 1,0,9,3,5,0,0 ବିଭକ୍ତରେ 72.9 ଟୁ 100%। ତାହେଲେ ଏଇଠି ଦେଖନ୍ତୁ ଏକକ ଘରେ କିଏ ଅଛି ନା ଏଠି 5। ଏଇ 0 କୁ ଏଲା ଟିକେ ଅଫ୍ କରିଦଉ। 45। ତାହେଲେ ଏକ ଘରେ ଯାହା ବି ଥାଉ ନା କାହିଁକି ପ୍ରଥମ ସଂଖ୍ୟା ଆସିବ ଏପଟେ 0 ଆସିବ, ଏପଟେ 0 ଗୁଡା ଆସିବ 2ଟା 0 4ଟା 0 ଆସିବ। ତାପରେ ସଂଖ୍ୟା ଯୋଉ ପ୍ରଥମ ଆସିବ ସେଟା ହବ 5। 5 45। ଏଇଟା ଜାଣିଲେ ଆମେ କେମିତି ୟୁନିଟ ଡିଜିଟ ରେ ଏଇ ସବୁ ଆପଣ ମାନେ ଯାଇକି ଦେଖିଦେବେ। ଯୋଉ ପିଲାମାନେ ୟୁନିଟ ଡିଜିଟ ଜାଣିନାହାନ୍ତି ସେମାନେ ଯାଇକି ୟୁନିଟ ଡିଜିଟ ର କଣ୍ଟେଣ୍ଟ ଦିଆଯାଇଛି ସେଗୁଡାକୁ ଆପଣ ମାନେ ଯାଇକି ଦେଖିପାରିବେ ଏବଂ ବୁଝିପାରିବେ। ସେଥିପାଇଁ ଆମେ ଏତେ ସାରା କାଲକୁଲେସନ କରିବା ବଦଳରେ ଆମେ ଡାଇରେକ୍ଟଲି ଯଦି ୟୁନିଟ ଡିଜିଟ କୁ ବାଛି ନେଇକି ଆମେ ଅପସନ ଦେଖିଦବା ତାହେଲେ ଆମେ ଆନ୍ସରଟା ପାଇଯିବା। ତେଣୁ ଆମେ କାଲକୁଲେସନ କରିବା ଆବଶ୍ୟକତା ହିଁ ନାହିଁ। ବୁଝିପାରିଲେ? ତାହେଲେ ଆମର ୟୁନିଟ ଡିଜିଟ ପାଇଲେ କଣ 5। ତାହେଲେ ଦେଖିଦବା ଅପସନଟା ୟୁନିଟ ଡିଜିଟ କୋଉଠି ଅଛି 5। 0 0 0 ପରେ ପ୍ରଥମେ ଏଠି 5 ଅଛି, ଏଠି 6 ଅଛି, ଏଠି 4 ଅଛି। ତାହେଲେ ଅପସନ ନମ୍ବର B ହିଁ ହେବ ଆମର ରାଇଟ ଆନ୍ସର। ବୁଝିପାରିଲେ? ତାହେଲେ ଇଏ ଥିଲା ଆମର ଟାଇପ ନମ୍ବର 7। ତ ଆମେ ନେକ୍ସଟ କ୍ଲାସରେ ନେଇକି ଆସିବା ଟାଇପ ନମ୍ବର 8। ଭରି ଆଡଭାନ୍ସ ଲେଭେଲର କ୍ୱେଶ୍ଚନ ପରସେଣ୍ଟେଜ ର ଆମେ ହାଇ ଲେଭେଲର କ୍ୱେଶ୍ଚନ ମଧ୍ୟ ଆମେ ସଲ୍ଭ କରିବା। ତାପରେ ଆମେ ନେକ୍ସଟ ଟପିକ ଚେଞ୍ଜ କରିବା। ଆଜିକା ପାଇଁ ରହୁଛି। ଜୟ ଜଗନ୍ନାଥ।